ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଅନେକ ସମୟରେ ପ୍ରାର୍ଥନା କରିବା ପାଇଁ ହେଳା କାହିଁକି ହୁଅନ୍ତି ଏବଂ ପ୍ରାର୍ଥନା କରିବା ପାଇଁ ଇଚ୍ଛା କାହିଁକି ଲାଗୁନାହିଁ? ଆପଣମାନେ ଦେଖିଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ଅନେକ ମଣ୍ଡଳୀରେ ହେଉ କିମ୍ବା ଅନେକ ଜାଗାମାନଙ୍କରେ ଆପଣମାନେ ମଧ୍ୟ ଦେଖିଥିବେ ପ୍ରାର୍ଥନା କରିବା ପାଇଁ ଲୋକମାନଙ୍କୁ ଇଚ୍ଛା ମଧ୍ୟ ଲାଗୁନାହିଁ ଏବଂ ପ୍ରାର୍ଥନା କରିବା ପାଇଁ ବା ମଣ୍ଡଳୀକୁ ଯିବା ନିମନ୍ତେ ହେଳା ହେଉଛନ୍ତି। କାହିଁକି ଏ ବିଷୟ ଏମିତି ଦେଖାଯାଉଛି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କେବେ ମଧ୍ୟ ଭାବିଛନ୍ତି এই ବିଷୟରେ? କିନ୍ତୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସର୍ବପ୍ରଥମେ ଗୋଟିଏ ବିଷୟକୁ ଧ୍ୟାନ ଦେବା ଦରକାର। ଯେମିତି ଗୁରୁକୁ ସେମିତି ଶିଷ୍ୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଗୋଟିଏ ମଣ୍ଡଳୀରେ ଯଦି ପ୍ରଭୁଙ୍କର ପ୍ରିୟ ଦାସ ଯଦି ପୁରା ଶାସନ କରନ୍ତି ଶିକ୍ଷାରେ, ତାହେଲେ ସେଇ ମଣ୍ଡଳୀର ଲୋକମାନେ ମଧ୍ୟ ପୁରା କଡ଼ା ଭାବରେ ଥାନ୍ତି। ଯଦି ଗୋଟିଏ ପାଳକ ଯଦି ସୁସ୍ଥ ଥାଏ, ତାହେଲେ ମଣ୍ଡଳୀର ଲୋକମାନେ ସୁସ୍ଥ ଥିବେ। ଯଦି ଗୋଟିଏ ମଣ୍ଡଳୀର ପାଳକ ଯଦି ଆଗ୍ରହ ଥାଏ, ତାହେଲେ ଲୋକମାନେ ମଧ୍ୟ ଆଗ୍ରହ ଥିବେ। କାରଣ ପାଳକ ଦ୍ୱାରା ଆପଣମାନେ ମଣ୍ଡଳୀର ଲୋକମାନଙ୍କୁ ଆପଣମାନେ ଚିହ୍ନି ପାରିବେ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏମିତି ଲୋକମାନେ ମଧ୍ୟ ଅଛନ୍ତି, ମଣ୍ଡଳୀରେ ଆଗ୍ରହ ଲୋକମାନେ ଅଛନ୍ତି କିନ୍ତୁ ପ୍ରଭୁଙ୍କର ପ୍ରିୟ ଦାସମାନେ ଆଗ୍ରହ ନଥିବେ। ଏମିତି ମଧ୍ୟ ଆପଣମାନେ ଦେଖିପାରିବେ। ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ ଆଗ୍ରହ ଥିବେ କିନ୍ତୁ ମଣ୍ଡଳୀର ଲୋକମାନେ ଆଗ୍ରହ ନଥିବେ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ପ୍ରଭୁଙ୍କର ପ୍ରିୟ ଦାସ ଯଦି ଆଗ୍ରହ ହେବେ, ଶାସନ କରିବେ ଶିକ୍ଷାରେ ସବୁ ବିଷୟରେ, ତାହେଲେ ମଣ୍ଡଳ ଲୋକମାନେ ମଧ୍ୟ ସବୁ ବିଷୟରେ ସେମାନେ ଆଗ୍ରହ ହେବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଲୋକମାନେ ପ୍ରାର୍ଥନା କରିବା ନିମନ୍ତେ ହେଳା କାହିଁକି କରନ୍ତି ଏବଂ ପ୍ରାର୍ଥନା କରିବା ପାଇଁ ଇଚ୍ଛା କାହିଁକି ଲାଗୁନାହିଁ? ଏ ବିଷୟରେ କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। କାହିଁକି ପ୍ରାର୍ଥନା କରିବା ପାଇଁ ଲାଗୁନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଆମ୍ଭେମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛୁ। ସେଥିପାଇଁ ପ୍ରାର୍ଥନା କରିବା ପାଇଁ ଇଚ୍ଛା ଲାଗୁନାହିଁ, ହେଳା କରୁଛୁ। এই ବିଷୟରେ ଅନେକ ବିଷୟ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ। କିନ୍ତୁ ଆପଣମାନଙ୍କ ପାଖରେ କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ଆମ୍ଭେମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛୁ, ସେଥିପାଇଁ ପ୍ରାର୍ଥନା କରିବା ପାଇଁ ଇଚ୍ଛା ଲାଗୁନାହିଁ, ହେଳା ହେଉଅଛୁ। ଆମ୍ଭେମାନେ ଲୋକ ଦେଖାଣିଆ ପ୍ରାର୍ଥନା କରୁଛୁ। ଅନେକ ଲୋକମାନେ କହନ୍ତି, ମୋର ପୂର୍ବପୁରୁଷମାନଙ୍କର ଦିନର ମୁଁ ଖ୍ରୀଷ୍ଟିଆନ। କିନ୍ତୁ ପ୍ରଭୁଙ୍କ ପାଖରେ ସେ ବିଷୟ ଚଳିବ ନାହିଁ। ଆପଣମାନେ ଯେତେ ପୁରୁଣା ହୋଇଥାନ୍ତୁ ନା କାହିଁକି, ସେ ବିଷୟ ଚଳିବ ନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଆଗରେ ଯେମିତି ପ୍ରାର୍ଥନା କରୁଥିଲୁ, ଉପବାସ କରୁଥିଲୁ, ପ୍ରାର୍ଥନା ନିମନ୍ତେ ଆଗ୍ରହ ଥିଲୁ, ଯେକୌଣସି ସ୍ଥାନରେ ଗଲେ ମଧ୍ୟ ପ୍ରଭୁଙ୍କର ବାକ୍ୟ କହୁଥିଲୁ, ଲୋକମାନଙ୍କ ପାଖରେ ପ୍ରକାଶ କରୁଥିଲୁ ଏବଂ ମଣ୍ଡଳୀରେ ମଧ୍ୟ ପ୍ରକାଶ କରୁଥିଲୁ ଏବଂ ଅନେକ ବିଷୟ ପ୍ରଭୁଙ୍କର ବାକ୍ୟ ପ୍ରତି ଚର୍ଚ୍ଚା କରୁଥିଲୁ। ବର୍ତ୍ତମାନ ସେମିତି କରୁନାହିଁ। କାହିଁକି? କାରଣ ଆମ୍ଭେମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛୁ। କାହିଁକି ପରିତ୍ୟାଗ କରିଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଅଧର୍ମ ବୃଦ୍ଧି ପାଇବାରୁ ଆମ୍ଭେମାନେ ପରିତ୍ୟାଗ କରିଅଛୁ। ଏବଂ ଅଧର୍ମ କାହିଁକି ବୃଦ୍ଧି ପାଉଅଛି? ଭଣ୍ଡ ଶିକ୍ଷକମାନଙ୍କ ପାଇଁ, ଭଣ୍ଡ ପାଳକମାନଙ୍କ ପାଇଁ, ଭଣ୍ଡ ଭାବବାଦୀମାନଙ୍କ ପାଇଁ ଅଧର୍ମ ବୃଦ୍ଧି ପାଉଛି। କେମିତି ବୃଦ୍ଧି ପାଉଛି? ସେମାନେ ଯଦି ସଠିକ୍ ଶିକ୍ଷା ଆପଣମାନଙ୍କୁ ଦେଇଥାନ୍ତେ, ତାହେଲେ ଆପଣମାନେ ସଠିକ୍ ଶିକ୍ଷା ପାଇ ଆପଣମାନେ ଜାଗ୍ରତ ହୋଇଥାନ୍ତେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ସେମାନେ ଭଣ୍ଡ ଶିକ୍ଷକ, ସେମାନେ ଆପଣଙ୍କୁ କେମିତି ସଠିକ୍ ଶିକ୍ଷା ଦେବେ?
ବର୍ତ୍ତମାନ ସମୟରେ ମଣ୍ଡଳୀ ଲୋକମାନଙ୍କୁ ନିଜର କାନକୁ ସୁନ୍ଦର ଲାଗିଲା ଭଳି ସ୍ୱାଦିଷ୍ଟ ଲାଗିଲା ଭଳି ଲୋକମାନଙ୍କର ବାକ୍ୟ ଶୁଣୁଛନ୍ତି। ଯେଉଁ ବ୍ୟକ୍ତି ଯଦି ବାଧିଲା ପରି କହିଦିଏ ତାହେଲେ ସେଇ ବ୍ୟକ୍ତିକୁ ଭଲ ବୋଲି ଆଉ କହୁନାହାନ୍ତି। ଈଶ୍ୱରଙ୍କର ପବିତ୍ର ବାଇବଲରେ ମଧ୍ୟ ଲେଖାଯାଏ ସଠିକ୍ ଶିକ୍ଷାକୁ ଲୋକମାନେ ସହିପାରିବେ ନାହିଁ, ସହ୍ୟ କରିପାରିବେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏ ବିଷୟରେ ବହୁତ କିଛି କହିବା ପାଇଁ ଚାହେଁ ନାହିଁ, କାରଣ ଆମ୍ଭେମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛୁ। ଆପଣମାନେ ପ୍ରକାଶିତ ବାକ୍ୟ ଯଦି ଦେଖିବେ, ତୁମେମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛ। କେଉଁଠାରୁ ତୁମର ପତନ ହୋଇଅଛି? କେବେ ତୁମେ ସେଇ ପ୍ରେମକୁ ପରିତ୍ୟାଗ କରିଅଛ ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ନଚେତ୍ ପ୍ରଭୁଙ୍କର ପ୍ରିୟ ଲୋକମାନେ ନଚେତ୍ କିନ୍ତୁ ଏବଂ ଡେଞ୍ଜର ଶବ୍ଦମାନେ ଅଛି। ଏ ବିଷୟରେ ବହୁତ କିଛି କହିବା ପାଇଁ ଚାହେଁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।